चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मुखं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं सुखमुखादमृतद्रव संयुतं पिबत भागवतं रसमालयं मुहुरहो रसिका भुवि भावुकाः।
কৃষ্ণ পাদ যুগে মুদতে কহিলি বিশ্বাসে এণে সংসার হেতু নাশে এ ভাবনা দর করি সংসার চিন্তা চিত্তে ধরি অসংখ্য প্রায় তাঙ্ক গতি এ মায়া সংসারে ভ্রমন্তি দেখ সংসারে প্রাণী যেতে যন্ত্রিত যমর আয়তে বৈতরণী নামে নদী যাতনা মধ্যে সে প্রসিদ্ধি তহি পড়ন্তি দেখু দেখু তাঙ্ক জীবন কে বারখু অর্জিলা কর্ম ফল সে বি অশেষ দেহে তাহা ভাবি এবে হো শুণ নৃপমণি যে
जीवंत जोगी देह को जेबे छिब छाड़िबाकु पवित्र पुण्य तीर्थ काल मनरे न करि विचार जोग साधने पंच प्राण साधिब समाधि धारण आसन प्रत्याहार बले मन को स्थापिब निश्चले मन समेते इंद्रिय गण
ଅନ୍ତେ ଧାରଣାନୁଭାବେ ନିଶ୍ଚେ ପଶଇ ବାସୁଦେବେ ଅନ୍ତେ ଲଭଇ ଯେଉଁ ଗତି ତାହାକୁ ବୋଲି ଭାଗବତୀ ଯହିଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ। ଶୁଣ ହେ ନୃପ ପରୀକ୍ଷିତ ଯେଣୁ ପୁଛିଲୁ ଭାଗବତ ତେଣୁ କହିଲି ଶ୍ରୁତି ଯୋଗେ ତୋର ସମୀପେ ଅନୁରାଗେ ଦଇବେ କାଳ ଅବସାନ ଏବେ କହିବା ଦିବ୍ୟ ଜ୍ଞାନ ବ୍ରହ୍ମାର ତପେ ହୋଇ ତୋଷ ବିଷ୍ଣୁ ଯେ ଦେଲେ ଉପଦେଶ ଯେ ସତ୍ୟ ମୁକ୍ତି କ୍ରମ ମୁକ୍ତି ସ୍ୱଭାବ ସିଦ୍ଧ ବେନି ଗତି ସେ ପଥ କହିବି ମୁଁ ତୋତେ ଏବେ ତୁ ଶୁଣ ଏକ ଚିତ୍ତେ ସଂସାରେ ସଞ୍ଚରନ୍ତି ଯେତେ ତାଙ୍କ ତାରଣେ ପଥ ଯେତେ ଏହିଟି ଜାଣ ଶିବ ପଥ ତାତହୁ ଭକ୍ତି ଯୋଗ ଜାତ ଯେ କଥା ଶୁଣି ପ୍ରିୟ ଭାବେ ଭକତି ଲଭେ ବାସୁଦେବେ ବ୍ରହ୍ମାର ତପ କଷ୍ଟେ ହରି ଯାହା କହିଲେ ଦୟା କରି ସେ ବ୍ରହ୍ମା ବ୍ରହ୍ମ ବେଦ ସାର ସକଳ ବୁଝି ତିନିବାର ଯେ ଭକ୍ତି ଜୀବ ସୁଖ ପଥ ଏ ଭାବେ ହେଲା ଆତ୍ମେରତ ସେ ହରି ସର୍ବଭୂତ ମଧ୍ୟେ ନିତ୍ୟ ବିହରେ ଆତ୍ମା ପଦେ ବୁଦ୍ଧି ଲକ୍ଷଣେ ଅନୁମାନେ ନିଶ୍ଚଳ ଯୋଗୀ ଯୋଗ ଧ୍ୟାନେ କେୟ ବା କରିବ ଗୋଚର ଜଗତ ବାହ୍ୟ ଅଭ୍ୟନ୍ତର ଏଘେନି ସର୍ବ ଆତ୍ମା ଭାବେ ସର୍ବଦା କାଳେ ସର୍ବଠାବେ ହରିଙ୍କି ଶ୍ରୁତି ପଥେ ଶୁଣ ମୁଖେ ନିରତେ ନାମ ଭଣ ସେ ହରି କଥାମୃତ ରସ ଯେ କରେ ଶ୍ରୁତି ପଥେ ଗ୍ରାସ ବିଷୟ ବିଦୂଷିତ ଚିତ୍ତ ପବିତ୍ର करे ଅନ୍ତର୍ଗତ ଗୋବିନ୍ଦ ଚରଣ କମଳେ ପଶାଇ ଭକ୍ତି ଯୋଗ ବଳେ ଏ ଭାଗବତ ରସ ଯେତେ ସୁଜନେ ପିବ ଶ୍ରୁତି ପଥେ ବିଷୟ ରସରେ ନରସ କହଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ महापुराणे पारमहंस्यां संहितायां द्वितीय स्कन्धे पुरुष संस्थानुवर्णनं